କିଛି ଲୋକମାନେ ଚିନି ପାଇଲେ, ସମସ୍ତେ ଚିନି ପାଇଲେନି ତ। ଆଚ୍ଛା ମୁଁ କହୁଛି ମୁଁ କିଏ? ଆଚ୍ଛା ମୁଁ କହୁଛି ମୁଁ କିଏ? ଜଗତର ନାଥ ଶ୍ରୀ ଜଗନ୍ନାଥ ତାଙ୍କ ସିଂହାସନରେ ବସି ତାଙ୍କ ଭକ୍ତମାନଙ୍କ ପାଇଁ ବିଦ୍ୟମାନ। ମୁଁ ସେଇ ଉଦ୍ର ଉତ୍କଳ କଳିଙ୍ଗ ଓଡ଼ିଶା ଓଡ଼ିଶା ହଜାର ହଜାର ବର୍ଷ ଧରି କେତେ କିଏ ଆସିଛନ୍ତି ମୋତେ ଲୁଣ୍ଠନ କରିବାକୁ, କେତେ ଥର ମୋତେ ଆକ୍ରମଣ କରାଯାଇଛି, ହେଲେ ମୁଁ ଅସ୍ଥିର ହୋଇ ଭାଙ୍ଗି ପଡ଼ିନାହିଁ। ନଅଙ୍କ ଦୁର୍ଭିକ୍ଷ ବେଳେ କେତେ ଲୋକ ହାହାକାର ଚିତ୍କାର କରି ମୋ ଆଖି ସାମ୍ନାରେ ମରି ଯାଉଥିଲେ, ତଥାପି ମୁଁ ଅସ୍ଥିର ହୋଇ ଭାଙ୍ଗି ପଡ଼ିନଥିଲି। ମୁଁ ମୋ ଆଖିରେ ସୁଖ ଦେଖିଥିଲି, ଦୁଃଖ ବି ଦେଖିଛି, ମରୁଡ଼ି ଦେଖିଛି, ବନ୍ୟା ବି ଦେଖିଛି, ହେଲେ ମୁଁ କେବେ ଅସ୍ଥିର ହୋଇ ଭାଙ୍ଗି ପଡ଼ିନାହିଁ, ଭାଙ୍ଗି ପଡ଼ିନାହିଁ। ମୁଁ ପରା ମା କଣ କେବେ ଅସ୍ଥିର ହୋଇ ଭାଙ୍ଗି ପଡ଼େ ନା, ମା କେବେ ଅସ୍ଥିର ହୋଇ ଭାଙ୍ଗି ପଡ଼େ ନାହିଁ, ମା କେବେ ଅସ୍ଥିର ହୋଇ ଭାଙ୍ଗି ପଡ଼େ ନାହିଁ। ଆପଣମାନେ ତ ଆର ବର୍ଷ ଦେଖିଥିଲେ ଅମ୍ଳଜାନ ଅଭାବରୁ କେତେ ଲୋକ ହାହାକାର ଚିତ୍କାର କରି ମୋ ଆଖି ସାମ୍ନାରେ ମରି ଯାଉଥିଲେ, ସେମାନଙ୍କୁ ମୁଁ ଅମ୍ଳଜାନ ଦେଇ ସେମାନଙ୍କ ଜୀବନ ରକ୍ଷା କରିଦେଇଥିଲି। ଯେଉଁମାନେ ମୋତେ ଭାବୁଥିଲେ ଭିକାରୁଣୀ, ସେମାନଙ୍କୁ ମୁଁ ଜଣାଇଦେଲି ମୁଁ ଭିକାରୁଣୀ ନୁହେଁ, ଭିକାରୁଣୀ ମୁଁ ରାଜରାଣୀ, ରାଜରାଣୀ। ହେଇ ଦେଖନ୍ତୁ ଦେଶ ବିଦେଶର ଖେଳାଳି ମାନେ ଆସି ମୋ ପଡ଼ିଆରେ ହକି ଖେଳୁଛନ୍ତି। ଆମ କାଳିଆ ଠାକୁର ଜଗତର ନାଥ ଶ୍ରୀ ଜଗନ୍ନାଥ ତାଙ୍କ ପୁରୀରେ ବସି ତାଙ୍କ ବାନାକୁ ଉଡ଼େଇ ଚାଲିଛନ୍ତି। ଏହି ତ ମୋର ଅଭୂଷଣ, ଏହି ତ ମୋର ସୌନ୍ଦର୍ଯ୍ୟ। ଆପଣମାନେ ଚାହିଁଲେ ଏ ଓଡ଼ିଶାକୁ ସୁନ୍ଦର କରିପାରିବେ। ଏଇ ଓଡ଼ିଶା ଏବେ ଆପଣମାନଙ୍କ ହାତରେ। ଆପଣମାନେ ଚାହିଁଲେ ଏ ଓଡ଼ିଶାକୁ ସୁନ୍ଦର କରିପାରିବେ। ମୋ ପାଖରେ ସିନା ଧନ ନାହିଁ, ମୋ ପାଖରେ ଯୋଉ ଶକ୍ତି ଅଛି କାହା ପାଖରେ ନାହିଁ। ଆପଣମାନେ କୁହନ୍ତୁ, ଏଇ ସୁନ୍ଦର ଓଡ଼ିଶାକୁ କରିପାରିଲେ ସମସ୍ତେ କହିବେ ମୁଁ ଓଡ଼ିଆ ଭାରି ବଢ଼ିଆ।